ରାତି ପାହିଥିଲେ ଅଯୋଧ୍ୟାର ରାଜା ଶ୍ରୀ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ହୋଇଥାନ୍ତେ। କିନ୍ତୁ ନିୟତିର ବିଚାର ଅଲଗା ଥିଲା। ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ରାମଚନ୍ଦ୍ର ବନବାସ ଗଲେ। ଏହା କେମିତି ହେଲା? ଭଗବାନଙ୍କର ଇଚ୍ଛା ଥିଲା ନା ନିୟତିର ଖେଳ? ସାରା ଅଯୋଧ୍ୟାବାସୀ ଖୁସିର ଉତ୍ସବ ମନାଉଥିବା ବେଳେ କାହିଁକି ଏମିତି ଅଘଟଣ ଘଟିଗଲା? ମାତା କୈକେୟୀ ଈର୍ଷା କଲେ ନା ତାଙ୍କ ମନରେ ଅନ୍ୟ କିଛି ଥିଲା? ହଁ ବନ୍ଧୁ, ତାଙ୍କ ମନରେ ଅନ୍ୟ କିଛି ଥିଲା। ସେ ରାମଙ୍କୁ ଜନ୍ମ ଦେଇନଥିଲେ ସତ, କିନ୍ତୁ ନିଜ ପୁତ୍ର ଭରତଠାରୁ ସ୍ୱୟଂ ରାମଙ୍କୁ ଅଧିକ ଭଲ ପାଉଥିଲେ। ତ ସିଏ ଚାହୁଁନଥିଲେ ରାମଙ୍କ ଜୀବନ ଉପରକୁ କୌଣସି ବିପଦ ମାଡ଼ି ଆସୁ କି ତାଙ୍କର କୌଣସି ଅନିଷ୍ଟ ଘଟୁ। ମାତା କୌଶଲ୍ୟା ତାଙ୍କୁ ଜନ୍ମ ଦେଇଥିଲେ ସତ, କିନ୍ତୁ କୈକେୟୀଙ୍କର ରାମ ଥିଲେ ଜୀବନ। ଅମୂଲ୍ୟ ଥିଲା ତାଙ୍କର ସ୍ନେହ ଓ ଭଲ ପାଇବା। ସେଦିନ ରାମ ରାଜା ହେବା ଖୁସିରେ ସାରା ନଗରବାସୀ ଖୁସିର ଉତ୍ସବ ମନାଉଥିବା ବେଳେ ମାତା କୈକେୟୀ ମଧ୍ୟ ଅତ୍ୟନ୍ତ ଖୁସି ଥିଲେ ଓ ସଖୀମାନଙ୍କ ସହିତ ବନ ଭ୍ରମଣ କରୁଥିବା ସମୟରେ ହଠାତ୍ କିଛି କଥା ଶୁଣିଲେ। କପୋତ ଓ କପୋତୀ ଦୁହେଁ କଥା ହେଉଥାନ୍ତି। କପୋତ କହୁଥାଏ, କାଲି କେତେ ବଡ଼ ଭଲ ଦିନ, କାଲି ରାମ ରାଜା ହେବେ। କପୋତ କହିଲା, ସେଉଠୁ କ'ଣ ହେଲା? ଯଦି ରାମ ରାଜା ହୁଅନ୍ତି, ତେବେ ସୀତା ଖୁବ୍ କମ୍ ଦିନରେ ବିଧବା ହୋଇଯିବେ। ଆଉ ଯଦି ରାମ ରାଜା ନ ହୋଇ 12 ବର୍ଷ ବନବାସ କରିବେ, ବନର ଫଳମୂଳ ଖାଇବେ, ତେବେ ତାଙ୍କର ମୃତ୍ୟୁଯୋଗ କଟିଯିବ। ଏହି କଥା ଶୁଣି କୈକେୟୀ ଚିନ୍ତାରେ ପଡ଼ିଗଲେ। ତାଙ୍କ ପାଦ ତଳୁ ଯେମିତି ମାଟି ଖସି ଯାଉଥାଏ, ଆଖିରୁ ଝରି ଯାଉଥାଏ ଧାର ଧାର ଲୁହ। ଫେରି ଆସିଲେ ତାଙ୍କର କକ୍ଷକୁ। ଆଉ ତାଙ୍କର ବିଶ୍ୱସ୍ତ ସାଥୀ ମନ୍ଥରା ବୟସରେ ବଡ଼ ସିନା, କିନ୍ତୁ କୈକେୟୀଙ୍କର ସେ ଥିଲେ ଅନ୍ତରଙ୍ଗ ବନ୍ଧୁ। କୈକେୟୀ ତାଙ୍କୁ ସମସ୍ତ ଘଟଣା ଗୋଟି ଗୋଟି କରି କହିବାକୁ ଲାଗିଲେ ଓ ଅଧୀର ହୋଇ ମନ୍ଥରାଠାରୁ କିଛି ବୁଦ୍ଧି ମଧ୍ୟ ମାଗି ବସିଲେ। ଏକାନ୍ତ କକ୍ଷରେ ମନ୍ଥରା କିଛି ବୁଦ୍ଧି ମଧ୍ୟ ଦେଲା ଓ କୈକେୟୀ ନିଜର ଆଖିର ଲୁହକୁ ଆଖିରେ ଲୁଚାଇ ମନକୁ ଦୃଢ଼ କଲେ। ନା ପଛେ ହେଉ ମୋର ସାବତ ମା'ର, ମୋ ପୁଅର ଅଖଣ୍ଡ ଦୀପ ସେମିତି ଜଳୁଥାଉ। ନିନ୍ଦା ଅପବାଦ ସବୁ କିଛି ସହିଯିବି ମୁଁ। କାଲିର ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ରାମ ଯିବ ବନବାସ, ଆଉ ମୋ ପୁଅ ଭରତ ହେବ ଅଯୋଧ୍ୟାର ରାଜା।